ଉଦ୍ୟପଟ ପାରୁଷରେ ଲୀଳା ପ୍ରକାଶିବ। ଅନାହତ ଧୁନିରେ ତିନି ପୁରଜ କମ୍ପିବ। ଆଉ କୁଜଙ୍ଗ ଅଞ୍ଚଳ ଜଳେ ଡୁବି ଯିବ। ନୃପ ସିଂହାସନ ଯିବ। ପାରାଦୀପଠାରେ ମୋର ସମାଧି ସେଦିନ ପୂଜା ପାଇବ। ଆଉ ଯୋଉଗୁଡ଼ା କର୍ମ ନ କରିବେ ସେ ତ ତାଙ୍କର ସବୁବେଳେ ବିନାଶ ହବ ବୋଲି ଲେଖା ଅଛି। ଆଉ ଆମେ କଣ ଲେଖିଛୁ? ସେ ମହାପୁରୁଷ ଅତ୍ୟନ୍ତ ମହାପୁରୁଷ ଲେଖିଛନ୍ତି। ନମସ୍କାର, ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଆପଣ ତ ସିଧାସଳଖ ଦେଖିପାରୁଥିବେ ଆମ ସହିତ ଯୋଡ଼ିଛନ୍ତି ସାରଳା ମଣ୍ଡଳର ତତ୍ତ୍ୱଗୁରୁ ବଂଶୀ ବାବା। ଆପଣ ଆଗାମୀ ଆଉ ଏକ ଅଧ୍ୟାୟରେ ଆପଣ ଦେଖିଥିଲେ ବାବା କିଭଳି ଭାବରେ କହୁଥିଲେ ଗହିରା ଟିକିରି ଖୋଲା ହେଲାଣି, ଆଉ 2025ରେ ଅନେକ ଘଟଣା ଘଟିବ। ତା ବିଷୟରେ ସିଧାସଳଖ କଥା ହେବା ବାବାଙ୍କ ସହିତ। କେତେ ଦୂର ସତ୍ୟାସତ୍ୟ, 2025ରେ କ'ଣ ସବୁ ଘଟଣା ଘଟିବ, ଆଉ ମହାପୁରୁଷ ଯେଉଁ ସବୁ ଠାରଗାର ଦେଇଛନ୍ତି ତାହା କେତେ ଦୂର ସେ ଠାରଗାରରୁ ପ୍ରମାଣ ମିଳୁଛି। ସିଧାସଳଖ ତତ୍ତ୍ୱଗୁରୁ ବଂଶୀ ବାବାଙ୍କ ସହିତ କଥା ହେବା। ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ ଭିଡ଼ିଓର ଶେଷ ପର୍ଯ୍ୟନ୍ତ। ବାବା, ଆପଣଙ୍କୁ ପ୍ରଥମେ ଆମ ଚ୍ୟାନେଲକୁ ସ୍ୱାଗତ ଏବଂ ପ୍ରଣାମ। ଦେବାନନ୍ଦ ବାବୁ ଯୋଉ ତାଙ୍କ ଅର୍ଡର ଅନୁସାରେ ଆଉ ଆମର ବର୍ତ୍ତମାନ ଝଙ୍କଡ଼ବାସିନୀ ଶାରଦାଙ୍କ ପିତାର୍ଥେ ଭଲ ଆନନ୍ଦକର ହରିବଲ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ସିଂହାସନ ପିତାର୍ଥେ ଭଲ ଆନନ୍ଦକର ହରିବଲ। ମୁଁ ଆଜିକାର ଯେ ଜଗନ୍ନାଥଙ୍କର କୃପା ହେଉ ବୋଲି ସ୍ୱର୍ଗ ମର୍ତ୍ତ୍ୟ ପାତାଳ ମୁଁ ଚାହୁଁଛି। ଏ ଜୀବନ ପଛେ ନରକ ପଛେ ହଉ, ଜଗତ ଉଦ୍ଧାର ହଉ। ତେବେ ବର୍ତ୍ତମାନକୁ ଯେ ମୁଁ ଚାହୁଁଛି ଓಂ ଅଖଣ୍ଡ ମଣ୍ଡଳାକାରଂ ବ୍ୟାପ୍ତ ଯେନ ଚରାଚର ତତ୍ପଦଂ ଦର୍ଶିତ ଯେନ ତସ୍मै ଶ୍ରୀ ଗୁରୁବେ ନମଃ। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ସାକ୍ଷାତ ଗୁରୁ ପରବ୍ରହ୍ମ ତସ୍मै ଶ୍ରୀ ଗୁରୁବେ ନମଃ। ନମୋ ବ୍ରହ୍ମଣ୍ୟ ଦେବାୟ ଗೋ ବ୍ରହ୍ମହିତାୟ च ଜଗଦ୍ଧିତାୟ କୃଷ୍ଣାୟ ଗୋବିନ୍ଦାୟ ନମୋ ନମଃ। ଆକାଶ ପତିଦେବ ଯଥାଗତି ସାଗରେ ସର୍ବଦେବ ନମସ୍କାର କେଶବ ପ୍ରତିଗଚ୍ଛତି। ଆମର ସର୍ବପ୍ରଥମେ ମୁଁ କହୁଛି ତିନି ଯୁଗର ମହାମନ୍ତ୍ର ଯେ 8 ହେଲେ ହରି, ରାମ ହେଲେ 4, କୃଷ୍ଣ ହେଲେ 4। ତେଣୁକରି ଏଇ ମହାମନ୍ତ୍ରଟା ସବୁଆଡ଼େ ପ୍ରଚାର ପ୍ରସାର ଚାଲିଛି। ଏବଂ ତା ସହିତ ଆମ କଳିଯୁଗରେ ଯେ କି ଆମର ଗହଣ ଦଳର ସଦସ୍ୟ ରାଜା ନରସିଂହ ଦେବ ଏ ପ୍ରଚାର ପ୍ରସାର କରିଛନ୍ତି 4 ଯୁଗର ମନ୍ତ୍ର। ହରେ ରାମ କୃଷ୍ଣ ଶ୍ୟାମ ପରାରମା କାମ ଦାମ ନନ୍ଦ କନ୍ଦ ଦୀନ ଧର୍ମ ସାଧୁ ମଧୁ ନାମ ବ୍ରହ୍ମ। ତେବେ ହରେ ହେଲେ ସତ୍ୟ, ତୃତୀୟ ହେଲେ ରାମ, କୃଷ୍ଣ ହେଲେ ଦ୍ୱାପର, ଶ୍ୟାମ ହେଲେ କଳି। ତେବେ ଏଇ ଯେ 4 ଯୁଗର ବର୍ତ୍ତମାନ ଚାଲିଛି କଳିଯୁଗ, କିନ୍ତୁ ବର୍ତ୍ତମାନକୁ ଇଏ କଳି ମହାଘର ଦମାଲ ଛାଡ଼ିବ, ଘଟଗୁପ୍ତ ହୋଇଥିବ କେହି ନ ଜାଣିବ। ଘରଣିଆ ବଣରୁ କାଟୁଥିବି ଦିନ ଘୋଷ ଦିନ ଅଥିବ, ଏକଥା ପ୍ରମାଣ। ବର୍ତ୍ତମାନ ଜଗନ୍ନାଥ କିମ୍ବା 33 କୋଟି ଦେବତା କି ଆଜି ଯୋଉ ପଞ୍ଚସଖା ଅଚ୍ୟୁତ ଅନନ୍ତ ବଳବନ୍ତ ଯଶବନ୍ତ ଜଗନ୍ନାଥ ଓଡ଼ିଶା ମହନ୍ତ
ତା ସହିତ କଳ୍କି ରାମ ନିଜେ ଯୋଉ ଆମର ଆସିବେ ବୋଲି କହୁଛନ୍ତି, କିନ୍ତୁ କଳ୍କି ରାମ ଆସିବେ କଣ? କଳ୍କି ରାମ ଆସିଲେ ଆମକୁ ଆମର କଳମୁଷକୁ ଦୂର କରିବେ। ବାବା ଆପଣ କହୁଥିଲେ 2025ରେ ଅନେକ ଘଟଣା ଘଟିବ ଏବଂ 2 ମାସ ଭିତରେ ଅନେକ ଭୟଙ୍କର ପରିସ୍ଥିତି ଦେଖିବାକୁ ମିଳିବ। ତାପରେ ଏ ଯୋଉ ଆମର କଳି ଯୁଗ କେତେ ଭୋଗ କରିବ ବୋଲି ସମସ୍ତଙ୍କ ତୁଣ୍ଡରୁ ବି ବାହାରୁଛି ଯେ କଳିର 4,32,000 ଏଇ ଭାଳେଣିଟା ସମସ୍ତଙ୍କର। ଆଉ ଯେତିକ ଘୋର କଳି ଅଛି, ଯେଉଁମାନେ ରାକ୍ଷସ ପ୍ରକୃତି ଲୋକ ସିଏ କହୁଛନ୍ତି କଳି ପୁରା ରହିବ, କଳି ଯୁଗ ହେଲେ ଆମର ଟିକେ ଲାଭ ହବ, ଆମେ ଲୁଙ୍ଗି ପିନ୍ଧିବୁ, ଆଉ ମଦ ଖାଇବୁ, ଆଉ ପିତାମାତାଙ୍କୁ ଅମାନ୍ୟ କରିବୁ, ଏମିତି ସବୁ ଚାଲିଛି। ଝିଅ ପିଲା ବି ମାନୁନାହାନ୍ତି, ପୁଅ ପିଲା ବି ମାନୁନାହାନ୍ତି, ହିତାହିତ ନାହିଁ, ପିତାମାତାଙ୍କୁ ମାନୁନାହାନ୍ତି, ଏମିତି ବହୁତ ପ୍ରକାର ସୃଷ୍ଟିରେ ଏମିତି ଚାଲିଛି। ଘୋର କଳି ମହାଘୋର ତମାଛା ଦିବ ଘଟଭୂତ ହୋଇଥିବ କେହି ନ ଜାଣିବ, ଘରଣିଆ ପଡ଼ରେ ମୁଁ କାଟୁଥିବି ଦିନ ଘୋଷେ ଦିନ ଏକଥା ପ୍ରମାଣ। କିନ୍ତୁ ଆମ ଏ କୁଜଙ୍ଗ ଅଞ୍ଚଳରେ ଷଣ୍ଢ ରାଜା ଥିଲେ କୁଜଙ୍ଗ, ତାଙ୍କ ପୁଅ ନାମ ହଉଛି ରାମଚନ୍ଦ୍ର। ରାମଚନ୍ଦ୍ର ଯୋଉ ଜନ୍ମ ହବା କିଛି ଦିନ ପରେ ସିଏ ଯେତେବେଳେ ଦେହାନ୍ତ ହେଲେ, ସିଏ ହାଡ଼ି ଘରେ ଯାଇ ଜନ୍ମ ହେଲେ। ହାଡ଼ି ଘର ସିଏ ପିଲାଟିକି ଖାଦ୍ୟପେୟ ଦେଇପାରିଲେନି, ସିଏ ନେଇକିରି ଅରକ୍ଷିତ ଦାସଙ୍କୁ ଦେଲେ। 3 ବର୍ଷର ସନ୍ତାନଟିକି ସିଏ ଯେତେବେଳେ 9 ବର୍ଷର ହେଲା, ସେ ଅଚ୍ୟୁତାନନ୍ଦ ମହାପୁରୁଷଙ୍କୁ ଦାନ କରିଦେଲେ। ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ପାଖରେ ରହି ଯିଏକି ସେ ପଟଶିଷ୍ୟ, ଯିଏକି ବହୁତ ବଡ଼ ଭକ୍ତ ଜଣେ ସିଏ ହେଲେ ଗୁରୁଙ୍କର ଆଶୀର୍ବାଦରୁ। ତେଣୁକରି ଗୁରୁଙ୍କୁ ଯାହା ପଚାରିଛନ୍ତି କଳିକାଳ ବିଷୟରେ, ସେ ସେଇ କଥା ପଚାରିଛନ୍ତି। ଯେତେବେଳେ କଳିଯୁଗ ଯିବ ତାର ସଂକ୍ଷେପ୍ତରେ ଆପଣ କହନ୍ତୁ, କଳିଯୁଗଟା କେବେ ଆଉ କେତେବେଳେ ଯିବ ବୋଲି। ସେଥିପାଇଁ ସିଏ ଯୋଉ ନିବେଦନ କରିଛନ୍ତି, ସେ ସେଇ କଥାଟା ଗୁରୁଦେବ ତାଙ୍କୁ ପ୍ରକାଶ କରିଛନ୍ତି ରାଜାଙ୍କ ଯୋଉ ଷଣ୍ଢ ରାଜାଙ୍କ ପୁଅଙ୍କୁ। ସିଏ କହୁଛନ୍ତି, ରାମଚନ୍ଦ୍ର ନିବେଦନ କରୁଛନ୍ତି ଗୁରୁଙ୍କୁ ଯେ କହୁଛନ୍ତି ରାମଚନ୍ଦ୍ର ଶ୍ରୀ ଗୁରୁଙ୍କୁ ଚାହିଁ, କଳି ଯୁଗ ଲୀଳା ମତେ କହିବ ବୁଝାଇ। କେଉଁ ଗ୍ରାମେ ଜନ୍ମ ତୁମ୍ଭେ ହୋଇବେ ଆପଣ, କହନ୍ତି ଦିନ ଅଚ୍ୟୁତ ରାମଚନ୍ଦ୍ର ଶୁଣ। କ୍ଷୀର ନଦୀ ଦକ୍ଷିଣରେ ନିଗ ନାମେ ଦେଶ, ଖଞ୍ଜିତ ଧାତା ପଶ୍ଚିମେ ନିଗମେ ମହେଶ। ଯେ ଗୁରୁଦେବକୁ ନିବେଦନ କରିବା ଅର୍ଥାତ୍ ଗୁରୁଦେବ କହୁଛନ୍ତି ଯେ ରାମଚନ୍ଦ୍ର ଶୁଣ, କ୍ଷୀର ନଦୀ ହଉଛି ଯୋଉ କଟକରୁ ପାରାଦୀପ ପର୍ଯ୍ୟନ୍ତ ସେଠି ଗୋଟେ ଜମ୍ବୁଦ୍ୱୀପ ଅଛି। ରାମଚଣ୍ଡୀଙ୍କ ନଦୀ ପାର ହେଇଗଲେ ଗୋଟେ ଜମ୍ବୁଦ୍ୱୀପ ଅଛି। ସେ ଜମ୍ବୁଦ୍ୱୀପ ଯୋଉ ନଦୀଟା ଲାଗିଛି ମହାନଦୀ, ମହାନଦୀ ହଉଛି କ୍ଷୀର ନଦୀ। କ୍ଷୀର ନଦୀ ଦକ୍ଷିଣରେ ଗୋଟେ ନିଗ ନାମେ ଦେଶ ଅଛି। ଦେଶ କଣ, ଓଡିଶା ଭିତରେ ଗୋଟେ ଦେଶ କୋଉଠୁ ଆସିବ? ସିଏ ହଉଛି ମାନେ
ତାଙ୍କୁ ସକ୍ଷମତାରେ ଏକଥା ତ ସମସ୍ତେ ଜାଣିବେନି ବୁଝିବେନି, ମାନେ ନିଙ୍ଗ ଗୋଟେ କାଇପଦା ଜଙ୍ଗଲ ଅଛି, ସେ କାଇପଦା ଜଙ୍ଗଲ ଭିତରେ ଯୋଉଠି ଖୋଳିଦେଲେ ଭିତରେ ଗୋଟେ ଲିଙ୍ଗ ବାହାରିବ। ଆଉ ଗିରିଧାରୀ ଗୋଟେ ମଠ ଅଛି, ଆଉ ନଦୀ, ଆଉ ପାର୍ଶ୍ୱରେ ଗୋଟେ କ୍ଷୀର ବଟ ଅଛି, ଆଉ ମଧ୍ୟ ହରି ଅଛନ୍ତି, ହର ଅଛନ୍ତି, ଆଉ ଗିରିଧାରୀ ମଠ ଅଛି। ହଁ, ଆଉ ତେବେ କ୍ଷୀର ନଦୀ ଦକ୍ଷିଣ ଯୋଉ ଲିଙ୍ଗ ନାମେ ଦେଶ ଅଛି, ଖଞ୍ଜିତ ଧାତା, ସିଏ ଆଗରୁ ଧାତା ମାନେ ବ୍ରହ୍ମା ତାକୁ ସର୍ଜନା କରିଛନ୍ତି କଳିଯୁଗ ହେଲା ଆରମ୍ଭ ଠାରୁ। କ୍ଷୀର ନଦୀ ଦକ୍ଷିଣରେ ଲିଙ୍ଗ ନାମେ ଦେଶ, ଖଞ୍ଜିତ ଧାତା ପଶ୍ଚିମ ନିଗମ ମହେଶ। ଆଉ ଯଦି କ୍ଷୀର ନଦୀ ମହାନଦୀ ହେଲା, ମହାନଦୀ ପାର୍ଶ୍ୱରେ ସେ ଜନ୍ମ ଲାଭ କରିଥିବେ, କିନ୍ତୁ ତାଙ୍କ ଘର ଉତ୍ତର ପାର୍ଶ୍ୱରେ ବି ସେ ଗୋଟିଏ ଗାଦି ଥିବ, ସାହାଡ଼ା ଗାଦି ଥିବ, ସେଠାରେ ପ୍ରଭୁ ଜନ୍ମ ହେଇଥିବେ। ଆଉ ତେବେ ଗିରିଧାରୀ ମଧ୍ୟ ଥିବେ, ଗିରିଧାରୀ ମଠ। ତାମାନେ ଯେତେବେଳେ ଯୋଉ ଇନ୍ଦ୍ର କୋପ ଦୃଷ୍ଟି କରିଥିଲେ, ସେ ଅପରକଟ କଥାଟାକୁ ଆମ ଓଡ଼ିଶା ଭିତରେ ଲେଖା ଅଛି ବୋଲି, ଯେ ଲେଖା ଅଛି ଗିରି ଗୋପ୍ୟ ହୋଇଥିବ ମାଟି ପ୍ରାୟ ହୋଇ, ଗହ ଗହ ଶବଦ ଯେ ସର୍ବଦା ହୁଅଇ, ଗୁପ୍ତ କଥା ଏୟଟଇ ନ କରିବୁ ଖ୍ୟାତ, ଗୀତରେ କହିଲେ ଦିନ ହୀନ ଯେ ଅଚ୍ୟୁତ। ତେବେ ଗିରି ଗୋପ୍ୟ ହୋଇଥିବ ମାଟି ପ୍ରାୟ, ମାଟି ତ ସମାନ ଦୃଷ୍ଟିରେ ଓଡ଼ିଶାର ସବୁ ପୁରୀ ହେଲା, କି ଆମର ଜଗତସିଂହପୁର ହେଲା, କି କେନ୍ଦ୍ରାପଡ଼ା ହେଲା, ଏ ସମତଳ ଦୃଷ୍ଟିରେ ସମଭାବରେ ଅଛି। କିନ୍ତୁ ଏ ଯୋଉ ଜାଗାଟା ମୁଁ କହିଲି ଯେ ଗିରିଧାରୀ ବୋଲି, ସେ ଗିରି ଗୋପ୍ୟ ହୋଇଥିବ ମାଟି ପ୍ରାୟ, ମାନେ ସମାନ ଅଂଶରେ ଥିବ, ତା ଭିତରେ ଗିରି ଅଛି ବୋଲି ତାକୁ କଣ ସମସ୍ତେ ଦେଖିବେ? ଏଇଟା ଗୁପ୍ତ କଥା, ସମସ୍ତେ କିପରି ଜାଣିବେ? ଗିରି ଗୋପ୍ୟ ହୋଇଥିବ ମାଟି ପ୍ରାୟ, ଗହ ଗହ ଶବ୍ଦ ସର୍ବଦା ହୁଏ। ଲେଖା ଅଛି ଯେ ଆଜିକି 35 ବର୍ଷ 33 ବର୍ଷ ଗଲାଣି ମୀନ ଶନି ବିଷୟରେ ଏଇଟା ବି ଶିବ ଟୀକା ପଦ୍ମକଳ୍ପରେ ଲେଖା ଅଛି, ଯେ କି ଅନାଦିକି ପଚାରୁଛନ୍ତି ଆଦି, ଯେ ସେ କୋଉଠି ଜନ୍ମ ହେଇଥିବେ, କଣ ହେଇଥିବେ, ଆପଣ ଟିକେ ଦୟାକରି କହନ୍ତୁ, କଳି ଯୁଗରେ ସଂକ୍ଷେପତରେ ମତେ ବୁଝେଇ ଦିଅନ୍ତୁ। ନା ନୃସିଂହ ନାମ ଅଟେ ତାର, ଶେଷ କଳ କି ଅବତାର, କହିଲୁ ଗୁପ୍ତ ସଂକେତ, ଏହାକୁ ହେତୁ କରି ଚିନ୍ତା, ଅସ୍ତ୍ର ଶସ୍ତ୍ରକୁ ଥାଉ ଧରି, ଶ୍ରୀ ଗୁରୁ ଆସି ବେଟି ଫେରି, ନିଶ୍ଚୟ କଳ କି ହୋଇବ, ଦମନ କୂଳ ନାଶ ଯିବ, ଯେଦିନ ମୀନ ଶନି ଯୋଗ, ସେଦିନ ଓଢାଇର ଯୋଗ। ମୀନ ଶନି କଣ 2025 ରେ ପଡୁଛି? ମୀନ ଶନି ଯୋଉ ଚଳି ଯାଇଥିଲା 33 ବର୍ଷ, ଆଉ ଯୋଉ 2 ବର୍ଷ ରହିଛି, ସେଇ 2 ବର୍ଷ ଭିତରେ ଯାହା ହବାର କଥା ହବ, ଯାହା ନ ହବାର କଥା ନ ହବ। ଏହାକୁ ଆମେ ସାବଧାନ ଚେତନାଶୀଳ ଯୋଉଠି ଆମେ ଯାଉଛୁ କହୁଛୁ, ସାବଧାନ ହେଇଯାଉ ଭକ୍ତ ସାଧୁ ସନ୍ଥ ମାନଙ୍କୁ ଆମେ ନିବେଦନ କରି କହୁଛୁ। ବାବା ଆପଣ କୋଉ 2 ବର୍ଷକୁ କହୁଛନ୍ତି? ଅଚ୍ୟୁତାନନ୍ଦ ମହାପୁରୁଷ
ଆପଣ 2 ବର୍ଷ ଯୋଉ କଥା କହୁଛନ୍ତି ଆଉ 2 ବର୍ଷ ବାକି ଅଛି। ଏଇ ଯୋଉ ମିନସନି ମିନସନିଟା କଥା କହୁଛି। 2 ବର୍ଷ କୋଉ 2 ବର୍ଷ ଏଇ 2025-26? ହଁ ମିନସନି ଆଉ 2 ବର୍ଷ ରହିଲା 25-26 35 ବର୍ଷ ଗୋଟା ଗୋଟା ମିନସନି ପଡେ 100 ବର୍ଷରୁ ଗୋଟା ଗୋଟା 35 ବର୍ଷ ପଡେ। ସେ 35 ବର୍ଷ 33 ବର୍ଷ ଗଲାଣି ଆଉ ମାତ୍ର 35 ବର୍ଷରୁ ଆଉ 2 ବର୍ଷ ଅଛି ମିନସନି। ମିନସନି ଯାହା ହବାର କଥା ହେଇଯିବ, ଯାହା ନବାର କଥା ନହବ। ଏଇ 2 ବର୍ଷ ପାଇଁ ଆମେ ଭକ୍ତମାନଙ୍କୁ ସଚେତନ ଦଉଛୁ ଯେ କ୍ଷୀର ନଦୀ ଯୋଉ ଦକ୍ଷିଣ ଭାଗରେ ଲୀଳା କରୁଛନ୍ତି ବୋଲି, କିନ୍ତୁ ଯୋଉ ଲୋକ ବଳଦେବ ହେବେ ରାଜା, କାହ୍ନୁ ପରିସାର ବସିବ ସୁଦର୍ଶନ ସଭା ଯାଜପୁର ଠାର, କିନ୍ତୁ ସେ ବର୍ତ୍ତମାନ ଅଭିମନ୍ୟୁ ସାମନ୍ତ ସିଙ୍ଗାର ଗ୍ରାମ ଯାଜପୁରରେ ସେ ଆସିକିରି ଗରାଶୁଣି ପଡ଼ିଆ କିଶୋରନଗରରେ ସେ ଲୀଳା କରୁଛନ୍ତି ଯେ ସେ ହଉଛନ୍ତି ଗହଣ ଦଳର ରାଜା ନରସିଂହ ଦେବ ବୋଲି ଆମେ ଗହଣ ଦଳରେ କାର୍ଯ୍ୟକ୍ରମ କରି ଆସୁଛୁ। ବାବା ଆପଣ ଟିକେ ପୂର୍ବରୁ କହୁଥିଲେ ଗୋହିରା ଟିକିରି ଖୋଲା ହେଲାଣି, କଣ ଖୋଲା ହେଲାଣି? ଗୋହିରା ଟୋକିରେ ସମସ୍ତେ ଜାଣିବେନି ଏ କଥା। ଯିଏ ପ୍ରଭୁଙ୍କର ପ୍ରକୃତ ଭକ୍ତ ହେଇଥିବ ସିଏ ଜାଣିବ ଯେ ଗୋହିରା ଟିକିରି କାହିଁ ଖୋଲାଯିବ ନା, କଳିଯୁଗ ଯେତେବେଳେ ସରିଯିବ ଗୋହିରା ଟିକିରି ମନକୁ ସିଏ ଯେତେବେଳେ ଖୋଲାଯିବ ସାଧୁ ସନ୍ଥ ଦେଖିପାରିବେ। ଯଦି ସେମିତିଆ ଭକ୍ତ ହେଇଥିବ ଆଉ ଦୁଷ୍ଟ ଲୋକ ଦେଖିପାରିବେ ନାହିଁ ବୋଲି ପ୍ରମାଣ ଅଛି। ବାବା ସେଠି କଣ ଲୀଳା ହବ ଆଉ କଣ ସେଠି ଅଛି ଖୋଲା ହବ? ଯେମିତି ଲେଖା ଅଛି ଯେ 22 ପାବଛେ ମୀନ ଖେଳୁଥିବ ସିଂହାସନରେ ବରୁଣ, ମକା ମଦିନାରେ ଘୋର ଯୁଦ୍ଧ ହବ ମରିବେ ଯବନ ଗଣ। ଏଇ କଥାଟା 22 ପାବଛରେ ମିନସନି ସେଇଠି ହବ ଆଗ। କୋଉଠି? 22 ପାବଛରେ ମୀନ ଖେଳୁଥିବ ସିଂହାସନରେ ବରୁଣ ମାନେ ଜଳମଗ୍ନ ହବ। ଆଉ ସିଂହାସନରେ ଯେତେବେଳେ ହବ ମିନସନି, ସେଇଠୁ ମନସିନୁ ସେଇଠୁ କଟିବ, ସେଇଠୁ ଯୁଦ୍ଧ ଆରମ୍ଭ ହେଇଯିବ। ବାବା ଏଇଟା ଯୋଉ କହୁଛନ୍ତି ଆପଣ କଳିର ଶେଷ କଥା? ଶେଷ କଥାଟା କହୁଛି, ଏଇଟା ଶେଷ କଥାଟା କହୁଛି। ବାବା ଏବେ କଣ କଳିର ଶେଷ ସମୟ ଆସିଲାଣି? ଶେଷ ସମୟ ବୋଲି ଲେଖା ଅଛି ବୋଲି ଆମେ କହୁଛୁ, ସେ ପ୍ରମାଣ ଅନୁସାରେ 5,000 ବର୍ଷ ହେଇଗଲାଣି ବୋଲି। ଆଉ 5,000 ବର୍ଷ ଏଇ 2 ମାସ ଗଲେ, 2ଟା ମସିହା ଗଲେ 5,000 ପୂରଣ ହେଇଯିବ। ଆଉ ବାବା ଆପଣ କହୁଛନ୍ତି ପୂର୍ଣ୍ଣ ହେଇଯିବ, ଆପଣ ବାବା ମହାପୁରୁଷଙ୍କ ଠାରଗାରରୁ କିଛି ପ୍ରମାଣ ପାଇଛନ୍ତି? ପ୍ରମାଣ ପାଉଛୁ ଯେ ପିତା ମାତାଙ୍କୁ ମାନୁନାହାନ୍ତି, ଗଞ୍ଜେଇ ଟାଣୁଛନ୍ତି, ଲୁଙ୍ଗି ପିନ୍ଧୁଛନ୍ତି, ଆଉ ଅତ୍ୟାଚାର ବଢି ବଢି ଚାଲିଛି। ଇଏ ଝିଅ ମାନେ ଯୋଉ ଗୁଡାକ ମନ ଇଚ୍ଛାରେ ଜାତି ଅଜାତି ମାନୁନାହାନ୍ତି, ଆଉ ସବୁ ତ ଅସୁବିଧା ଖଟି ଖଟିକା ଯାଉଛନ୍ତି। ଆଉ ଅସୁର ପ୍ରକୃତ ଦଳି ଦଉଛନ୍ତି ଲୋକକୁ, କେହି ମାନୁନାହାନ୍ତି, ବଡ ସାନ ମାନୁନାହାନ୍ତି। ପିତା ମାତାକୁ ମାନୁନାହାନ୍ତି, ଦଣ୍ଡ ଦଉଛନ୍ତି ପୁଅମାନେ। ଅଇଛା ଘର କଳି ଚାଲିଛି, ଆଉ ସଦା ସର୍ବଦା କେହି ଗୋଟା ନିରାପଦରେ ସବୁଆଡେ ଗୋଳମାଳ ଚାଲିଛି। ଏଟା ସତ୍ୟ। ମୁଁ ଯାହା କହୁଛି ଆମେ ମିଛ କାହିଁ କହିବୁ? ଆଉ ଯାହାଠାରୁ ଶୁଣିବେ ସବୁ ଦୁର୍ନୀତି ଚାଲିଛି ବର୍ତ୍ତମାନ। ବାବା ଆପଣ ଯାହା କହୁଛନ୍ତି 2 ବର୍ଷରେ କଳି ଶେଷ? ନାଇଁ, ସେଇ ଅନୁସାରେ ସେ ଯାହାଟା ଲେଖିଛନ୍ତି ଆମେ ସେଇଆ କହୁଛୁ, ଆମ ମନକୁ ସେ କଥାଟା କହୁନୁ। ବାବା ଆପଣ ଯେଉଁ ସବୁ କଥା କହିଲେ 2025 ବିଷୟରେ ଏବଂ 26 ଭିତରେ ଯାହା ସବୁ ଘଟଣା ଘଟିବ, ତାହା ଆପଣ ଯାହା ମହାପୁରୁଷ ଠାରଗାର ଦେଇଛନ୍ତି ତା ଦେହରୁ ଆପଣ ପ୍ରମାଣ ପାଇଛନ୍ତି। ହଁ ବାବା ଏବେ ଯାହା ଆମେ ଦେଖୁଛୁ, ଯାହା ଘୋର କଳି ଚାଲିଛି, ଏବଂ ଘୋର କଳି ଭିତରେ ବି ବାବା ଆମ ଦର୍ଶକ ବନ୍ଧୁ ମାନଙ୍କୁ ଆପଣ କଣ କହିବେ? ଆମ ଦର୍ଶକ ବନ୍ଧୁ ଯିଏ ଆପଣଙ୍କୁ ଦେଖୁଛନ୍ତି ତାଙ୍କୁ କଣ କହିବେ? ଆମେ ବି ମେଳା କରିଛୁ, ସେ କଥାଟା ମୁଁ କହୁନି। ଉଦ୍ୟବଟା ପାରୁଷରେ ଲୀଳା ପ୍ରକାଶିବ, ଅନାହତ ଦୁନିଆ 3 ପୁର ଯେ କମ୍ପିବ। ତା ଭିତରେ ଯାହା ଥିଲା ବି ସତ୍ୟ କଥା ଯେ ଲେଖା ଅଛି
ଯେ ଉଦ୍ୟପଟ ପାରୁଷରେ ଲୀଳା ପ୍ରକାଶିବ, ଅନାହତ ଧୁନିରେ ତିନି ପୁରଜ କମ୍ପିବ। ଆଉ କୁଜଙ୍ଗ ଅଞ୍ଚଳ ଜଳେ ଡୁବି ଯିବ, ନୃପ ସିଂହାସନ ଯିବ, ପାରାଦୀପଠାରେ ମୋର ସମାଧି ସେଦିନ ପୂଜା ପାଇବ। ହଁ, ତା 3 ମାସ ପୂର୍ବରୁ ରାଜା ଯେ ବୀରବ ସାମନ୍ତ ଯାଇଛନ୍ତି। ଆଉ ତାପରେ କୁଜଙ୍ଗ ଅଞ୍ଚଳ 65,000 ଲୋକ ବି ଯାଇଛନ୍ତି ବୋଲି ସେଟା ପ୍ରମାଣ ଅଛି, ଆପଣ ସବୁଠାରୁ ବୁଝିବେ। ଆଉ ସେଥିରେ ବହୁତ କିଛି ବାତ୍ୟା ଆଉ ପବନ ଘାତରେ ଆଉ ଲୋକ ସବୁ ଧ୍ୱଂସ ହେଇଛନ୍ତି ଆମ କୁଜଙ୍ଗ ଅଞ୍ଚଳରେ। ଆଉ ଆମର ବି ଗହଣ ଦଳ ଯାଇକିରି ସେଠାରେ ଯାଇକିରି ମିଳିତ ଅଛନ୍ତି ଲକ୍ଷ ଲକ୍ଷ ଲୋକ। ବାବା ବାବା ଆପଣ କହୁଛନ୍ତି ଜଳମଗ୍ନ ହବ କୁଜଙ୍ଗ ଅଞ୍ଚଳ ଏବଂ କୁଜଙ୍ଗ ଅଞ୍ଚଳ ଜଳମଗ୍ନ ଆଗରୁ ହେଇଛି। କୁଜଙ୍ଗ ଅଞ୍ଚଳ ବି ହେଇଛି, 65,000 ଯାଇଛନ୍ତି। ଆଉ କୁଜଙ୍ଗ ଅଞ୍ଚଳଟା ତାପରେ ସମୁଦ୍ର ମାଡ଼ି ଆସିବ, ବତାସ ବହିବ, କଳପବଟ ମୋହର ଭାଙ୍ଗି ପକାଇବ, ସତ୍ୟ ହବ ସାଲ ଉନ ସତ କର ଠାବ। ସେଇ ଅନୁଷ୍ଠତରେ ମଧ୍ୟ ଏଇ ଲୀଳା ଘଟିଛି। ମିଛ କଣ, ଏ ତ ସତ୍ୟ। ଘଟିଛି ପୁଣି ଆଗକୁ ଘଟିବ। ଆଗକୁ ଘଟିବ କଣ ନା, ଆଗକୁ ଘଟିଲେ ଆମର ଏଇ ଯୋଉ ଯୁଗଟା ଆସୁଛି, ଯାହାକୁ କହୁଛେ ଯଜୁର୍ବେଦ, ସାମବେଦ, ଋଗ୍ବେଦ, ଅଥର୍ବବେଦ, ଗୋଟିଏ ଯୋଉ ବେଦ ଅନନ୍ତ ଯୁଗ ଯୋଉ ଗୁଟାକ ରହିଛି, ସତ୍ୟ, ତୃତୀୟା, ଦ୍ୱାପର, କଳି, ଏଇ ଯୋଉ ଅନନ୍ତ ଯୁଗ ହବ, କିନ୍ତୁ ସବୁ ପ୍ରଳୟ ପୁରା ଘଟିବନି। କିନ୍ତୁ ଏଇ ସଂଖ୍ୟା ଆମର ଯେତିକ କର୍ମ କରିଥିବେ, ଧର୍ମ କରିଥିବେ, ସେମାନେ ଯଥାର୍ଥ ଜଗନ୍ନାଥ କୃପା କରିବେ, ସେମାନେ ରହିବେ, ବଞ୍ଚିବେ। ଆଉ ଯୋଉଗୁଡ଼ା କର୍ମ ନ କରିବେ ସେ ତ ତାଙ୍କର ସବୁବେଳେ ବିନାଶ ହବ ବୋଲି ଲେଖା ଅଛି। ଆଉ ଆମେ କଣ ଲେଖିଛୁ, ସେ ମହାପୁରୁଷ ଅତ୍ୟନ୍ତ ମହାପୁରୁଷ ଲେଖିଛନ୍ତି। ଆଉ ଯଦି ଭୁଲ ଥାଏ ଆମକୁ କ୍ଷମା ଦେବେ। ଆଉ ଜୟ ଜଗନ୍ନାଥ, ଜୟ ମା ଝଙ୍କଟ ବାସିନୀ ଶାଳା। ଦର୍ଶକ ବନ୍ଧୁ, ଆଜି ତ ସମୟ ହେଇଯାଇଛି, ଆଜିର ଅଧ୍ୟାୟକୁ ଏଇଠି ବିରାମ ଦେଉଛୁ। ଆଉ ଏକ ସ୍ୱତନ୍ତ୍ର ଅଧ୍ୟାୟରେ ବାବାଙ୍କ ସହିତ ସାକ୍ଷାତ କରିବା। ଆଜିର ଅଧ୍ୟାୟକୁ ଏଇଠି ରଖୁଛୁ। ଜୟ ଶ୍ରୀ ଜଗନ୍ନାଥ, ଜୟ ପଞ୍ଚସଖା।